श्रीमा श्री अरविंद आज ऑनलाइन श्री अरविंद पाठचक्र रे योगदान करथिबा समस्त भाई बापन को नमस्कार। आज आलोचनार विषय होछि पृथ्वी पृष्ठ रे श्री अरविंद कार्य। पृथ्वी पृष्ठ रे श्री अरविंद कार्य प्रसंग रे आलोचना करबा निमंते सुंदरगढ़ जिला राउरकेलार भवेश चंद्र साहू भवेश भाई को अनुरोध करछि से तांकर वक्तव्य प्रदान करंतु। भवेश भाई। करुणामय मां परम प्रभु श्री अरविंद आमे आज ऑनलाइन श्री अरविंद पाठचक्र विलंबित संध्या प्रहर कार्यक्रम उपस्थित रही उपस्थित समस्त मातृ संतान मान हृदय स्वागत एवं अभिनंदन। आज कार्यक्रम मुख्य संचालक व्यवस्थापक आम समस्त सम्मान कमल किशोर भाई एवं कार्यक्रम अंशग्रहण करथिबा बद्री भाई गिरीश भाई समस्त को श्रद्धा और सम्मान निवेदन करुछि। हमें आज आलोचना चक्र रे जो विशेष संदर्भ रे आलोचना करिया को जाउछंती ता हम समस्तंकर साध्यर बाहर कारण जहाँ महान होई उठे जहाँ विराट होई उठे जहाँ असीम अनंत होई उठे जहाँ भूमा होई उठे ताको वर्णना करिबा सब बेले कष्ट। तेबे तांकर करुणा जेते दूर होबो सेते दूर से निजर परिचय सब बेले दियंती। तेणु पृथ्वी पृष्ठ रे तांकर कार्यटी को आमे भाबी बसिला बेले बहु जिनिस आम मन चेतना रे होय तो धरा पड़ी न पारे, किंतु श्री अरविंद संपर्क रे मांकर किछि विचार रही हमें सही विचार को आधार करिबा। या कौन सी मानुषी आधार नुहे, यह होछि दिव्य संदर्भ। शास्त्र रे कहा जाए तुम वेदवाणी निखिला निखिलाश्च देवा वेदा तुम शब्द शक्तिश्च तथार्थ शक्ति। से वेदवाणी से निखिलर वेद से शब्द शक्ति एवं तथा तार अर्थ शक्ति मध्य। श्री अरविंदर व्यक्तित्व और कार्य थिला साधारण मनीषर तर्क बुद्धिर अतीत। श्री अरविंदर स्थूल जीवन कहले आमे जेतिकी बुझीचु सेटा गोटे विराट समुद्र मध्य भासुथिबा गोटे विराट बरफ पहाड़र अल्प किछि अंश दिसिबा परी। जेभली गोटे बाह्य तरंग को देखी महासागर गभीरता मापी हुए नहीं, से भली श्री अरविंदर स्थूल जीवन जहाँ आम पाखे उपलब्ध अच्छी दिने परे दुई दिन परे आमे तांकर जन्मदिन पालन करबा 15 अगस्त रे एवं तांकर जो विशाल जीवन रो जो यात्रा रही बरदार जीवन बंगाल प्रदेश रे भारत संग्राम रे योगदान मातरम जड़े शिक्षाविद भाव कलिकतार लॉ कॉलेज कलिकतार नेशनल कॉलेज रो प्रिंसिपल भाव
ବା ପରବର୍ତ୍ତୀ ସମୟରେ ତାଙ୍କୁ ଯେଉଁ ବିରାଟ ଯୋଗ ଜୀବନର ଦାୟିତ୍ୱ ସେ ନିର୍ବାହ କରିଛନ୍ତି, ସବୁ କଥା ଗୁଡିକ ଆମେ ତାହେଲେ ତାଙ୍କର ଜୀବନକୁ ଏତେ ବଡ ଜୀବନ, ଏତେ ପ୍ରକାଣ୍ଡ ବିରାଟ ଜୀବନ, ମହାସିନ୍ଧୁ ପରି ତାଙ୍କର এই ବିରାଟ ଜୀବନ ଭିତରୁ ଆମେ ଆମ ସୀମିତ ବିଚାରରେ ହୁଏତ ଅନେକ କଥା ପାଇବା ନାହିଁ। କାରଣ ମଣିଷ ଯେତେବେଳେ ସେଇ ଚେତନାରେ ପହଞ୍ଚିଯାଏ, ଆମ ଭାବନାର ଅତୀତ ହେଇଯାଏ, ଆମ ମାନସର ଅତୀତ ହେଇ ସେ ତାଙ୍କର ଚେତନା, ଏବଂ ଯେତେବେଳେ ମଣିଷ ତାଙ୍କୁ ଆକଳନ କରିପାରେ ନାହିଁ, ଆମ ମନୋବୁଦ୍ଧି ସେଇଠି ପହଞ୍ଚି ପାରେ ନାହିଁ, ହୁଏତ ଆମେ ତାଙ୍କୁ ସମ୍ଭ୍ରମରେ କହି ବସୁ ସେ ହେଉଛନ୍ତି ଶାଶ୍ୱତ, ସେ ପରମ, ସେ ଅବତାର, ସେ ଅନନ୍ତ, ସେ ଅଖଣ୍ଡ, ସେ ଦିବ୍ୟ ମୂର୍ତ୍ତି, ସାକ୍ଷାତ ସଚିଦାନନ୍ଦ ପରମ ବ୍ରହ୍ମ। ତେଣୁ ବେଳେ ବେଳେ ଆମେ ଯେତେବେଳେ ତାଙ୍କ ଶାଶ୍ୱତ ପଣର ଗୋଟେ ଆକଳନ କରୁ, ଆମ ପାଖରେ ସେଇ ଶାଶ୍ୱତ ପଣଟି ନଥିବାରୁ ତାକୁ ବିଚାର କରାଯାଇପାରେ ନାହିଁ। ରୂପ ଭିତରେ ସେ ଅରୂପ, ଗୁଣ ମଧ୍ୟରେ ସେ ନିର୍ଗୁଣ, ଚଳଚଞ୍ଚଳ ଚେତନା ମଧ୍ୟରେ ସେ ନିଶ୍ଚଳତା, ଏବଂ ପରମ ପ୍ରିୟ ବାବାଜୀଙ୍କର ଭାଷାରେ ସେ ପୁରୁଷୋତ୍ତମ, ମହାଘନ ଚେତନା, ଶାନ୍ତିର ପାରାବାର, ଅନନ୍ତ ସେ, ନିଖିଳ ବ୍ରହ୍ମାଣ୍ଡର ସେ ଅଧିପତି, ସେ ଚିରନ୍ତନ, ସେ ନିରଞ୍ଜନ, ସେ ମା ଯାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରୁଥିଲେ, ଜଗତ ଜନନୀ ପରାଜନନୀ ଆଦି ମାତା। ତେଣୁ ମା ହିଁ ଜାଣନ୍ତି ଶ୍ରୀ ଅରବିନ୍ଦ କିଏ, କଣ ତାଙ୍କର ଏ ବିଶ୍ୱକୁ ଅବଦାନ, କଣ ତାଙ୍କର କାର୍ଯ୍ୟ। ଏବଂ ଆମେ ଦେଖୁଛୁ ପୃଥିବୀ ପୃଷ୍ଠରେ ଶ୍ରୀ ଅରବିନ୍ଦଙ୍କର କାର୍ଯ୍ୟ କେବେ ଆରମ୍ଭ ହେଲା? ତାଙ୍କର ଜନ୍ମ ପରେ, ଏଇ ଜନ୍ମ ପରେ ମା ତ କହିଛନ୍ତି ସୃଷ୍ଟିର ପ୍ରାରମ୍ଭରୁ ସେ ଜଗତର ବିବର୍ତ୍ତନର ଦେବତା। ସୃଷ୍ଟିର ପ୍ରାରମ୍ଭରୁ ସେ ସୃଷ୍ଟିର ସବୁ ଗତିବିଧି, ସବୁ କାର୍ଯ୍ୟ ସମ୍ଭାରର ଅଧ୍ୟକ୍ଷତା କରନ୍ତି। ତାହେଲେ ଆମେ ଯଦି ତାଙ୍କର ଏଇ ଜୀବନଟାକୁ ଦେଖୁଥିବା, ଯୋଉଟା 1872ରେ ଆରମ୍ଭ ହୋଇଥିଲା ଏବଂ 1950ରେ ସରିଥିଲା, ତାହେଲେ ଆମେ ଗୋଟେ କାଳଗତ ଅଜ୍ଞାନତା ମଧ୍ୟରେ ରହିଛନ୍ତି। ଏ ସୃଷ୍ଟିଟି ଯେଭଳି ଅନନ୍ତ କାଳର, ତାଙ୍କର ଆବିର୍ଭାବ ମଧ୍ୟ ସେଇଭଳି ଅନନ୍ତ କାଳର, ଏବଂ ତାଙ୍କର କାର୍ଯ୍ୟ ମଧ୍ୟ ସେଇ ଅନନ୍ତ କାଳର। এই ବିଶାଳ ସୃଷ୍ଟିରେ କୋଟି କୋଟି ଜୀବନର ଯେଉଁ ମହାନ ଲୀଳାଖେଳାଟି ଏହି ପୃଥିବୀ ପୃଷ୍ଠରେ ସଂଗଠିତ ହୋଇ ଚାଲିଛି ହଜାର ହଜାର ବର୍ଷ ଧରି, ସେଇ ସବୁର ଇତିହାସ ଭିତରେ ଶ୍ରୀ ଅରବିନ୍ଦ ଉପସ୍ଥିତ ରହିଛନ୍ତି। ମା ଏଭଳି ବିଚାର କରନ୍ତି। ତେଣୁ ଯେତେବେଳେ ଯୋଉଠି ବି ସୃଷ୍ଟିର ବୀଜଟିଏ ଅଙ୍କୁରିତ ହୋଇଥିଲା, ସେଇଠି ଶ୍ରୀ ଅରବିନ୍ଦ ରହିଛନ୍ତି, ସେଇଠି ମା ରହିଛନ୍ତି। ଆଦି ଜନନୀ କୋଉ ଦିନ ନଥିଲେ, ଆଦି ମାତା ବିଶ୍ୱଜନନୀ ଆଜି ଥିଲେ କାଲି ନାହାନ୍ତି, ଯେପରି ତ ନୁହେଁ ନା। ହଁ, ଏଇ ରୂପରେ ନଥିଲେ, ଏଇ ଜନ୍ମରେ ନଥିଲେ,
କିନ୍ତୁ ଥିଲେ। ମାଙ୍କର ସେଇ ଧାଡ଼ିଟି ଆପଣଙ୍କର ମନେ ଅଛି? ପୃଥିବୀ ଇତିହାସର ଆରମ୍ଭ ସମୟରୁ ତାର ସମସ୍ତ ବିରାଟ ରୂପାନ୍ତର କ୍ରିୟାରେ ଶ୍ରୀ ଅରବିନ୍ଦ ହିଁ ନେତୃତ୍ୱ ନେଇ ଆସିଛନ୍ତି, ଭିନ୍ନ ଭିନ୍ନ ରୂପ ଓ ଭିନ୍ନ ଭିନ୍ନ ନାମରେ। ଭିନ୍ନ ଭିନ୍ନ ରୂପ ସେ ଗ୍ରହଣ କରିଛନ୍ତି, ଭିନ୍ନ ଭିନ୍ନ ନାମ ଗ୍ରହଣ କରିଛନ୍ତି ଏବଂ ଭିନ୍ନ ଭିନ୍ନ କାର୍ଯ୍ୟ କରିଛନ୍ତି। ଯଦି 1872 ଆରମ୍ଭ ହୋଇଥିବା ଜୀବନଟାକୁ ଦେଖିବା, ତାହେଲେ ପୂର୍ଣ୍ଣାଙ୍ଗ ଯୋଗର ସେ ପ୍ରତିଷ୍ଠାତା, ପୂର୍ଣ୍ଣାଙ୍ଗ ଶିକ୍ଷାର ସେ ହେଉଛନ୍ତି ପ୍ରତିଷ୍ଠାତା ଏବଂ ଅତିମାନସ ସିଦ୍ଧିର ସେ ହେଉଛନ୍ତି ଯୋଗସୂତ୍ର ପ୍ରଦାନ କରିଥିବା ଋଷି ଏବଂ ସାବିତ୍ରୀର ସେ ହେଉଛନ୍ତି ମନ୍ତ୍ରଦ୍ରଷ୍ଟା। ଯେତେ ତାଙ୍କର ବିଶ୍ୱବିଖ୍ୟାତ ପୁସ୍ତକ ସବୁ ରହିଛି, ସେ ସବୁର ସେ ହେଉଛନ୍ତି ଶବ୍ଦସ୍ଥପତି। ଭାରତୀୟ ସ୍ୱାଧୀନତା ସଂଗ୍ରାମର ସେ ଅନନ୍ୟ ବ୍ୟକ୍ତିତ୍ୱ। ଶିକ୍ଷା ଜଗତର ସେ ହେଉଛନ୍ତି ଏକ ଧ୍ରୁବତାରା। ସମ୍ପାଦନା, ସାହିତ୍ୟ ସବୁଥିରେ ତାଙ୍କର ଉପସ୍ଥିତି ରହିଛି। ଜଣେ ଧୁରୀଣ ବକ୍ତା ଏବଂ ଜଣେ ମହାନ ଲେଖକ, କବି, ପ୍ରାବନ୍ଧିକ, ସଂଗଠକ ଭାବରେ ଏହି ପୃଥିବୀରେ ତାଙ୍କ ବିରାଟ କାର୍ଯ୍ୟକୁ ଜାଣି ହେବ। କିନ୍ତୁ ଆମେ ପ୍ରଭୁଙ୍କୁ ଜାଣିବା ପାଇଁ ମାଙ୍କର ସହାୟତା ଏଇଥିପାଇଁ ନେଇଛୁ ଯେ ଶ୍ରୀ ଅରବିନ୍ଦଙ୍କର ଏଇ ବିଶାଳ ଜୀବନକୁ ଜାଣିବା ଆମ ପକ୍ଷରେ ସମ୍ଭବ ହେଉନାହିଁ। କାରଣ ଆମେ ହୁଏତ କେତେ ଶହ ବର୍ଷର କାଳଖଣ୍ଡ ଭିତରେ ସୀମିତ ରହିପାରିବା, ବା ଯେତେ ଦୂର ପର୍ଯ୍ୟନ୍ତ ଇତିହାସ ଯାଇପାରିବ, ଯେତେ ପର୍ଯ୍ୟନ୍ତ ପୁରାଣ ଯାଇପାରିବ, ତାର ଖବର ରଖିପାରିବା। କିନ୍ତୁ ଇଏ ତ ପୁରାଣ, ଇତିହାସ ଏସବୁ ମଣିଷ ଉପରେ, ମଣିଷ ଭିନ୍ନ ବିବର୍ତ୍ତନ ହେଉଥିଲା। ସୃଷ୍ଟିରେ ଶକ୍ତି ଗୁଡ଼ିକ ବସ୍ତୁରେ ରୂପାନ୍ତରିତ ହେବା, ବସ୍ତୁ ଗୁଡ଼ିକ ପ୍ରାଣ ମଧ୍ୟକୁ ଆସିବା, ପ୍ରାଣ ମନର ସ୍ଥିତିକୁ ଆସିବା, ଏ ସବୁ ବିବର୍ତ୍ତନ କ୍ରିୟା ଭିତରେ ସେ ବିରାଟ ରୂପାନ୍ତର କ୍ରିୟାରେ ଶ୍ରୀ ଅରବିନ୍ଦ ନେତୃତ୍ୱ ନେଇ ଆସିଛନ୍ତି, ଭିନ୍ନ ଭିନ୍ନ ରୂପରେ, ଭିନ୍ନ ଭିନ୍ନ ନାମରେ। ତେଣୁ ଆମେ ସେଇ କଥା ମାଙ୍କ ଜରିଆରେ ଜାଣିବାକୁ ଚାହୁଁଛୁ। ଆଉ ଯଦି ନିଜେ ତାଙ୍କ ଆତ୍ମଜୀବନୀଟିକୁ ସେ ସାବିତ୍ରୀ ମହାକାବ୍ୟରେ ଲେଖିଛନ୍ତି ବୋଲି କୁହାଯାଉଛି, ଆଉ ଯଦି ନୁହେଁ ଏକଥା ସତ୍ୟ ଯେ ସେ ହେଉଛନ୍ତି ଚିନ୍ମୟ ଚେତନାର ପୁରୋଧା ଶ୍ରୀ ଅରବିନ୍ଦ। ଏବଂ ସେଇ ସାବିତ୍ରୀ ମହାକାବ୍ୟର ଏକ ମୁଖ୍ୟ ନାୟକ ହେଉଛନ୍ତି ମହାନ ରାଜା ଅଶ୍ୱପତି। ଅଶ୍ୱପତିଙ୍କର ଯୋଗ ନାମରେ ପ୍ରଭୁ ନିଜର ଯୋଗଟିକୁ ହିଁ ଉଲ୍ଲେଖ କରିଛନ୍ତି। ତେଣୁ ଅଶ୍ୱପତି ତାଙ୍କର ଏକ ଇଙ୍ଗିତ ଧର୍ମୀ ଚରିତ୍ର, ଯୋଉଥିରେ ସେ ନିଜ ଜୀବନର କଥାଟିକୁ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି। ସାବିତ୍ରୀ ସମ୍ପର୍କରେ ନିଜେ ଶ୍ରୀ ଅରବିନ୍ଦ କହୁଥିଲେ, ମୁଁ ସାବିତ୍ରୀରେ
କେଉଁଠି ହେଲେ କେବଳ ପ୍ରାଞ୍ଜଳ ବର୍ଣ୍ଣନା ଅବା ଆଳଙ୍କାରିକ ପ୍ରଭାବ ସୃଷ୍ଟି କରିବାକୁ କିଛି ଲେଖି ନାହିଁ। କାବ୍ୟଟିର ପ୍ରତ୍ୟେକ ସ୍ଥଳରେ ମୁଁ ଯାହା ଲେଖିଛି, ଯାହା ଅନୁଭୂତିରେ ଆସିଛି, ସେସବୁ ଯଥାଯଥ ଭାବେ ଅଭିବ୍ୟକ୍ତ କରିବାକୁ ପ୍ରୟାସ କରିଛି। ଯେଉଁ କାରଣରୁ ସାବିତ୍ରୀ ମହାକାବ୍ୟ ହେଉଛି ଶ୍ରୀ ଅରବିନ୍ଦଙ୍କର ଆଧ୍ୟାତ୍ମିକ ଆତ୍ମଜୀବନୀ, ଆମେ ସେଇଥିରୁ ଯଦି କିଛି ସନ୍ଧାନ କରିପାରିବା, ହୁଏତ ତାଙ୍କର ଏଇ ଇହ ଜୀବନ, ଯୋଉ ଜୀବନଟି ସହିତ ଆମେ ପରିଚିତ, ପଣ୍ଡିଚେରୀରେ ଯୋଗ ସାଧନା ଏବଂ ତତ୍ପରବର୍ତ୍ତୀ ପଣ୍ଡିଚେରୀ ଆଶ୍ରମର ସ୍ଥାପନା ଏବଂ ବାକି ଆନୁଷଙ୍ଗିକ ଅନୁଷ୍ଠାନ ଗୁଡିକର ଜନ୍ମ ଏବଂ ସାରା ଭାରତ ବର୍ଷରେ ପୃଥିବୀରେ ଶ୍ରୀ ଅରବିନ୍ଦଙ୍କର ଅନୁଗାମୀ ମାନଙ୍କର ଗୋଟେ ପୂର୍ଣ୍ଣ ଯୋଗର ଧାରାରେ ଯୋଉ ସାଧନା ହଉଛି, ସେ ହୁଏତ କରିପାରିବା। କିନ୍ତୁ ଯଦି ମାଙ୍କୁ ଆପଣ ଅନୁଭବ କରିବେ, ତାହେଲେ ଶ୍ରୀ ଅରବିନ୍ଦ ନିଜେ ହଉଛନ୍ତି ସ୍ୱୟଂ ଦ ଡିଭାଇନ୍। ତାଙ୍କ ପାଇଁ ସେ ଭଗବାନ, ତାଙ୍କ ପାଇଁ ସେ ପରମେଶ୍ୱର, ତାଙ୍କ ପାଇଁ ସେ ସଚିଦାନନ୍ଦ, ତାଙ୍କ ପାଇଁ ଅତି ମାନସର ପୁରୁଷୋତ୍ତମ, ଆଉ ସେ ପରମ ନିଶ୍ଚଳ ବିଭାବ। ଆଉ ସିଏ ହଉଛନ୍ତି ସୃଷ୍ଟିର ପ୍ରାରମ୍ଭରୁ ଅନୁମନ୍ତା, ଯିଏ ଅନୁମୋଦନ କରନ୍ତି, ଯାହାଙ୍କର ଅନୁମୋଦନରେ ଏହି ସଂସାରର ଲୀଳା ସଂଗଠିତ ହେଉଛି। ଅନୁମନ୍ତା ଏକ ଚମତ୍କାର ସଂସ୍କୃତର ଶବ୍ଦ। ଯେତେବେଳେ ପଣ୍ଡିଚେରୀ ଆଶ୍ରମ ତିଆରି ହେଉଥିଲା 1926 ପରେ ପରେ ଶ୍ରୀ ଅରବିନ୍ଦ ଅନ୍ତରାଳକୁ ଚାଲି ଯାଇଥିଲେ। ନିଜର ଆନ୍ତର ଜୀବନର ଗଭୀର ନିଶ୍ଚଳତା ଭିତରେ ବାସ କରୁଥିଲେ। ଖୁବ ବଡ ବଡ ଫାଇଲ ସବୁ ମା ନେଇକି ଶ୍ରୀ ଅରବିନ୍ଦଙ୍କ ଆଗରେ ପଢନ୍ତି। ଶ୍ରୀ ଅରବିନ୍ଦ ଆଖି ବୁଝିକି ତାକୁ ଶୁଣନ୍ତି, କେବେ ହଁ କହନ୍ତି, କେବେ ନା କହନ୍ତି, କେବେ ଚୁପ ରୁହନ୍ତି। ତ ଏକଥା ଦେଖିଲା ପରେ କିଛି ସାଧକ ମାନେ ଯାଇକି ମାଙ୍କୁ କହିଲେ, ମା, ଯଦି ପ୍ରଭୁ ମଣିଷ ଜୀବନର ଆଉ କୌଣସି ଘଟଣାରେ ଅଂଶଗ୍ରହଣ ନ କରି ସେ ତାଙ୍କ ଅନ୍ତରାଳରେ ଚାଲି ଯାଇଛନ୍ତି, ଏପରିକି ମଣିଷ ମାନଙ୍କୁ ବି ସାକ୍ଷାତ ଦେବାକୁ ବି ଚାହୁଁନାହାନ୍ତି, ତାହେଲେ ଆମେ ତାଙ୍କୁ ଏତେ ମୋଟା ମୋଟା ଫାଇଲ ସବୁ ପଢେଇକି କିଛି ଡିଷ୍ଟର୍ବ କରୁନାହାନ୍ତି ତ? ମା କହିଲେ, ସେପରି ନୁହେଁ, କାରଣ ସେ ଯେତେବେଳେ ହଁ କହୁଛନ୍ତି, ତାମାନେ ଏଟା ସାଙ୍କ୍ସନ ଫ୍ରମ ଦ ଡିଭାଇନ୍, ଇଏ ହଉଛି ଭଗବାନଙ୍କର ଅନୁମୋଦନ। ସେ ଆଖି ଖୋଲୁ ନଥିଲେ ସତ, ସେ ହୁଏତ ସବୁ କଥା ଶୁଣୁ ନଥିଲେ, ଶୁଣିବାର ସ୍ଥିତିରେ ହୁଏତ ନଥିଲେ, କିନ୍ତୁ ସେ ଯେ ଥିଲେ ଅନୁମନ୍ତା, ସେ ଯେ ଥିଲେ ବିଶ୍ୱେଶ୍ୱର, ଏ କଥା ମା ଭଲ ଭାବରେ ଜାଣିଥିଲେ। ଏବଂ ମା ମଧ୍ୟ ଏକଥା ଜାଣିଥିଲେ, ଏହି ସୃଷ୍ଟିର କୋଟି କୋଟି କ୍ରିୟା ପ୍ରକ୍ରିୟା ଭିତରେ ପ୍ରଭୁ ନିଜକୁ ଅଭିବ୍ୟକ୍ତ କରୁଛନ୍ତି। ଏବଂ 1926 ମସିହା ନଭେମ୍ବର 24 ତାରିଖ ସିଦ୍ଧି ଦିବସରେ ମା ନିଜେ ଘୋଷଣା କରୁଛନ୍ତି, ମୁଁ କେବଳ ଶ୍ରୀ ଅରବିନ୍ଦଙ୍କର ଶକ୍ତି। ଆମେ ଯେଉଁ ଶକ୍ତି ସବୁ ଜାଣିଛୁ, ଇଏ ମହାକାଳୀଙ୍କର ଶକ୍ତି, ଇଏ ମାହେଶ୍ୱରୀଙ୍କର ଶକ୍ତି, ସିଏ ମହାସରସ୍ୱତୀଙ୍କର ଶକ୍ତି, ସେ ମହାଲକ୍ଷ୍ମୀଙ୍କର ଶକ୍ତି, ସେ ସବୁ ଶକ୍ତି ଗୁଡିକ ଯେ ପ୍ରଭୁଙ୍କର ଶକ୍ତି, ସେ କଥା ମା ନିଜେ କହୁଛନ୍ତି। ମୁଁ କେବଳ ଶ୍ରୀ ଅରବିନ୍ଦଙ୍କର ଶକ୍ତି, ମୋ ସମସ୍ତ ସନ୍ତାନ ଗଣଙ୍କର ମୁଁ ଜନନୀ, ମୋ ସନ୍ତାନ ମାନେ ମଧ୍ୟ ସମସ୍ତେ ସମାନ ଭାବରେ ମୋର ଚେତନା ଓ ସତ୍ତାର ଅଂଶ। ସେମାନେ ଯେତେବେଳେ ରୂପାନ୍ତରିତ ହୋଇଯିବେ, ସେତେବେଳେ ମୋର ଓ ଶ୍ରୀ ଅରବିନ୍ଦଙ୍କର ମଧ୍ୟ ଅଂଶ ହୋଇଯିବେ। ତାହେଲେ ଆମେ ଯୋଉ ଦିନ ରୂପାନ୍ତରିତ ହବା ପୂର୍ଣ୍ଣ ଯୋଗର ପ୍ରକ୍ରିୟାରେ,
ताले आमे मध्य सेमती तांकर विराट चेतनार अंश होइकी रहिबा। आ एक कथा तो समस्त जानती श्री अरविंद होचंती जने प्रज्ञार शिखर पुरुष। आउ तांको बिना गोटे वाद विवाद न करिकी विवाद रे आमे कथाटी स्वीकार करि परिबा से होचंती ज्ञान मूर्ति, से निश्चल तत्व, से होचंती दैट thou art, उपनिषद जहाँ को कहिचंती तत्सत, से होचंती सेही नित्य से और निराकार से। माँ जानुथिले जे श्री अरविंद को अवदान जानिबा, श्री अरविंद पृथ्वी पृष्ठ कार्यटी को जानिबा, तांको व्यक्तित्वटी को बुझिबा मनुष्य पक्षरे सहज नुहे। तेणु माँ निजे कहिथिले हु कैन अंडरस्टैंड श्री अरविंद, ही इज एज भास्ट एज यूनिवर्स एंड हिज टीचिंग इज इनफाइनाइट। आपण जेतेबेले श्री अरविंदर टीचिंग को जानिबे, तांको शिक्षाटी को, तांको शिक्षा वास्तविक गोटे रिविलेशन, गोटे प्रकाश, ताले श्री अरविंद को हेतु जानिबार सामान्य सुजोग आम पाई आसी पारे। जेपरि कि जने स्रष्टा को जानिबा कहले तांको सृष्टिटी को बुझिबा पड़िबो, जने कवि को जानिबा कहले तांको कविता गुडी को पढ़िबा पड़िबो। सेही भली श्री अरविंद को किए बुझी परिबो? से तो विश्वपरि विशाल, से तांकर शिक्षा तो असीम, एवं एक कथा मध्य से स्पष्ट रूप से कहते श्री अरविंद इज एन इमानेशन ऑफ द सुप्रीम। श्री अरविंद होचंती परमंकर अवतार। तेणु से जदि परमंकर अवतार, ताले ए पृथ्वी रे परमंकर कौन कार्य ताहाक तो आमे अनुमान करि परिबा, जानि परिबा। गोटे हुंका को गढ़िया को प्रभु जी निष्ठा, आंतरिकता, स्नेह, श्रद्धा, सहानुभूति, प्रेम सब साहित्य रखिछंती, सेमती ए पृथ्वीर विराट विराट ज्योतिष्क मंडल, ये सौर मंडल या सब गढ़िबारे मध्य सेतिकी आग्रह, सेतिकी उदारता, सेतिकी स्नेह, सेतिकी सहानुभूति, सेतिकी आंतरिकता पोषण करती। तेणु ये जगतर धूलिकणा ठारू आरंभ करी ब्रह्मांडमाला पर्यंत, ज्योतिष्क माला गुड़िक पर्यंत जहाँकर रहस्य घन शक्ति व्याप्त ही रही, तांकु जेतेबेले बुझिबाकु जिबा माँ कहले श्री अरविंद इनकार्नेटेड इन ए ह्यूमन बॉडी द सुप्रामेंटल कॉन्शियसनेस। मानव देह रे से आसिले सत, किंतु अति मानस चेतना को से धारण कले, सुप्रामेंटल कॉन्शियसनेस रे से पहुंचिले, अति मानस चेतना रे। तेणु आमे ताको केते बुझिले, जो कथाटी को मो मूलरू कही जे सी होचंती आम मानस बुद्धि एवं जुक्ति बुद्धि तर्कर ऊर्ध्वरे। तेणु सी अवतार, से इनकार्नेटेड, आउ तांकर मानव शरीर थिला सत्य, किंतु सुप्रामेंटल चेतना रही थिला।
ଅତି ମାନସର ଚେତନା ତାଙ୍କ ପାଖରେ ରହିଥିଲା, ମାନସୋତ୍ତର ଚେତନା। ଏଇ କଥାଟିକୁ ଆମେ କେତେ ଦୂର ବୁଝିପାରିଲେ? ସେଥିପାଇଁ ଆମେ ଜାଣିଛୁ ଇଏ ଗୋଟେ ନୂତନ ଧାରାର କାର୍ଯ୍ୟ, ଇଏ ସମ୍ପୂର୍ଣ୍ଣ ମଣିଷ ପାଇଁ ଅପରିଚିତ ଏକ କାର୍ଯ୍ୟ, ଯାହାକୁ ମଣିଷର ଭାବନାଟି, ତାର ଚିନ୍ତାଟି ତାକୁ ଧରି ରଖିପାରିବ ନାହିଁ। ଯଦି କେବେ ଆମ ହୃଦୟର ଗଭୀରତାରେ ଯେଉଁ ଆତ୍ମପୁରୁଷ ବାସ କରୁଛନ୍ତି ତାଙ୍କ ସହିତ ଆମେ ସାକ୍ଷାତକାର ଲାଭ କରିପାରିବା, ତାହେଲେ ଶ୍ରୀ ଅରବିନ୍ଦଙ୍କର ପରିଚୟ ପାଇବା। ନହେଲେ ଆମେ ତାଙ୍କୁ କେବଳ ଏଇ ଗୋଟିଏ ଶରୀର, ଗୋଟିଏ ରୂପ, ଗୋଟିଏ କାଳଖଣ୍ଡରେ ବାନ୍ଧି ଦେଇଥିବା। ଆଉ ଆପଣ ଜାଣିଛନ୍ତି 1950 ଯେତେବେଳେ ତାଙ୍କର ଦେହାବସାନ ଘଟିଲା, ଏଇ ଜନ୍ମର, ତାଙ୍କର ଅନେକ ଜନ୍ମ ଭିତରେ ଇଏ ହେଲା ଗୋଟେ ଜନ୍ମ। ଏବଂ ଯେତେବେଳେ ସମାଧି ନିର୍ମାଣ ହେଲା, ସେ ସମାଧିରେ ମା ଚାହିଁଲେ ଲେଖିବା ପାଇଁ, ଯାହା ଲେଖିଥିଲେ ସମାଧିରେ ସେଇ କଥା ଗୁଡିକ ଆମକୁ ବାରମ୍ବାର ପ୍ରମାଣିତ କରୁଛି ଯେ ପ୍ରକୃତରେ ଶ୍ରୀ ଅରବିନ୍ଦଙ୍କର କାର୍ଯ୍ୟଟିକୁ ବୁଝିବାରେ ଆମେ କେତେ ବେଶୀ ସଫଳ ହେଇପାରିଛନ୍ତି। ମା ଯେଭଳି କହିଛନ୍ତି ଯେ ସେ ସବୁ କିଛି ସହିଛନ୍ତି, ସବୁ କିଛି ସଂଘର୍ଷ କରିଛନ୍ତି, ସବୁ କିଛି ପ୍ରସ୍ତୁତ କରିଛନ୍ତି, ସବୁ କିଛି ସିଦ୍ଧ କରିଛନ୍ତି। ସେ ଆମ ପାଇଁ କେତେ ସଂକଳ୍ପ କରିଛନ୍ତି, କେତେ ସ୍ୱପ୍ନ ଦେଖିଛନ୍ତି। ତ ଏଇ କଥାଟି ଅନ୍ତତଃ ଆମକୁ ବୁଝିବା ପାଇଁ ବାଧ୍ୟ କରେ ପ୍ରକୃତରେ କଣ ଥିଲା ପ୍ରଭୁଙ୍କର ସେଇ କାର୍ଯ୍ୟ, ଯୋଉ କାର୍ଯ୍ୟଟିକୁ ବୁଝିବା ପାଇଁ ଆମେ ଏତେ ଗୋଟେ ପ୍ରୟାସ କରୁଛନ୍ତି। ସେ କାର୍ଯ୍ୟଟି ଥିଲା ଅମରତ୍ୱର କାର୍ଯ୍ୟ। That is act of immortality. କାରଣ ଏ ପର୍ଯ୍ୟନ୍ତ ପୃଥିବୀରେ ଯେତେ କାର୍ଯ୍ୟ ହେଇଛି ସବୁ ହୁଏତ ଗୋଟେ ମୋର୍ଟାଲ ମ୍ୟାନ ପାଇଁ, ଗୋଟେ ମରଣଶୀଳ ମଣିଷ ପାଇଁ। କିନ୍ତୁ ଶ୍ରୀ ଅରବିନ୍ଦ ଦିବ୍ୟ ସ୍ୱରୂପକୁ ମଣିଷକୁ ଉତ୍ତୀର୍ଣ୍ଣ କରିବା ପାଇଁ ଚାହିଁଛନ୍ତି। ଆଉ ପରବର୍ତ୍ତୀ ମନୁଷ୍ୟ ପାଇଁ, ଭବିଷ୍ୟତ ପାଇଁ ପୃଥିବୀଟାକୁ ସାଇତି କରି ରଖିଲା ବେଳେ ଦୁଇଟି ମହାନ ବିଶ୍ୱଯୁଦ୍ଧ ଏହି ପୃଥିବୀ ପକ୍ଷରେ ସଂଗଠିତ ହେଲା ତାଙ୍କରି ଜୀବନ କାଳ ଭିତରେ। ମୁଁ ଆପଣମାନଙ୍କୁ କହିଥିଲି ଶ୍ରୀରାମଚନ୍ଦ୍ରଙ୍କ ସମୟରେ ରାମ ରାବଣର ଯୁଦ୍ଧ ହେଇଥିଲା, ରାମାୟଣ ଯୁଦ୍ଧ। ଶ୍ରୀକୃଷ୍ଣଙ୍କ ଅବତାରରେ କୌରବ ପାଣ୍ଡବ ମାନଙ୍କ ମଧ୍ୟରେ ମହାଭାରତର ଯୁଦ୍ଧ ହେଲା। ଏ ଦୁଇଟି ଯୁଦ୍ଧର ତାଣ୍ଡବରୁ ପୃଥିବୀକୁ ରକ୍ଷା କରିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କ ଅବତାରରେ ପ୍ରଭୁ କାମ କଲେ। ଶ୍ରୀକୃଷ୍ଣଙ୍କର ଅବତାରରେ ମଧ୍ୟ ସେଇ କାମଟି କରିବାକୁ ପଡିଲା, ପୃଥିବୀକୁ ରକ୍ଷା କରିବା। ଏବଂ 1914 ତାଙ୍କ ସାଧନାକୁ ଆସିବା ପରେ 1914ରୁ 1919 ଏବଂ ପରେ 1939ରୁ 1945 ଦୁଇଟି ବିଶ୍ୱଯୁଦ୍ଧ, ଯୋଉଥିରେ ସମଗ୍ର ପୃଥିବୀ ଧ୍ୱଂସ ହେଇଯିବ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତ କେବଳ ହିଟଲର 60 ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁହଁରେ ଶୋଇ ଦେଇଥିଲା। ତ ସେଇଭଳି ଗୋଟେ ବିରାଟ ରାକ୍ଷସର କବଳରୁ ଏହି ପୃଥିବୀକୁ ରକ୍ଷା କରିବା ଏତେ ସହଜ ନଥିଲା। କେବଳ ଶ୍ରୀ ଅରବିନ୍ଦଙ୍କର ପୃଥିବୀ ପୃଷ୍ଠରେ ଅବସ୍ଥିତି ହିଁ
এই ବିଶାଳ ବିଶ୍ୱକୁ ତାର ଏଇ ଗୋଟେ ସମ୍ଭାବିତ ଧ୍ୱଂସରୁ ରକ୍ଷା କଲା ତା ନୁହେଁ, ବରଂ ଏକ ଇପ୍ସିତ ଭବିଷ୍ୟତ ଆଡକୁ ତାକୁ ଯଥାର୍ଥ ଭାବରେ ପରିଚାଳିତ କରିପାରିଲା। ଇଏ ହଉଛି ଶ୍ରୀ ଅରବିନ୍ଦଙ୍କର ତପସ୍ୟାର ପରାକାଷ୍ଠା, ଏବଂ ସେଥିପାଇଁ ତାଙ୍କୁ ବହୁତ ମୂଲ୍ୟ ଦେବାକୁ ପଡିଲା। ଅସୀମ ତ୍ୟାଗ ସେ କରିଛନ୍ତି। ସେ ତ୍ୟାଗକୁ ଆମେ ତାଙ୍କ ଜୀବନ କାଳରେ ନା ଗୋଟେ ପାରିବାରିକ ସୁଖ ବୋଲି କିଛି ଥିଲା, ଦାମ୍ପତ୍ୟ ପ୍ରେମ ବୋଲି ଗୋଟେ କିଛି ଥିଲା, ନା ଜୀବନରେ ଗୋଟେ ଆର୍ଥିକ ସ୍ୱଚ୍ଛଳତା ଭିତରେ ସେ କେବେ ଗତି କରିଛନ୍ତି। ବହୁତ କମ୍ ସେ ସମୟ। ଆମେ ସବୁ ଯେମିତି ଗୋଟେ ସାମାଜିକ ଜୀବନ ବଞ୍ଚୁ ସେମିତି ଜୀବନଟିଏ ବଞ୍ଚିଛନ୍ତି। ନିଜର ଭାଇ ବନ୍ଧୁ କୁଟୁମ୍ବ, ମାମୁଁ ମଉସା ମାଉସୀ ଅଜା ଆଈ ତାଙ୍କ ଗହଣରେ ଗୋଟେ ଜୀବନ କାଟିବା ନାହିଁ। ସବୁ ଯେଭଳି ବିଧି ନିର୍ଦ୍ଦିଷ୍ଟ ଭାବରେ ତାଙ୍କ ଜୀବନରେ ଘଟିଛି ଏଇ ବିଶ୍ୱରେ, ସେ ଯେତିକି ତ୍ୟାଗ ସ୍ୱୀକାର କରିଛନ୍ତି ଭାରତକୁ ସ୍ୱାଧୀନତା ଦେବା ପାଇଁ ଇଂରେଜ ମାନଙ୍କର କୋପଦୃଷ୍ଟିରେ ପଡି ତାଙ୍କର କାରା ଜୀବନ ସେଇ କଥା ବାରମ୍ବାର ପ୍ରମାଣିତ କରିଦଉଛି ଯେ ଆମେ କୋଟି କୋଟି ଜନ୍ମରେ ମଧ୍ୟ ତାଙ୍କ ଋଣ ଶୁଝି ପାରିବା ନାହିଁ। ଶ୍ରୀ ଅରବିନ୍ଦଙ୍କର ଅବର୍ତ୍ତମାନର 22 ବର୍ଷ ପରେ 1972 ମସିହା ଜୁନ ମାସ 20 ତାରିଖରେ ମା ଗୋଟେ ବାଣୀ ଦଉଛନ୍ତି। ମା କହୁଛନ୍ତି ଶ୍ରୀ ଅରବିନ୍ଦ ହେଲେ ପରମଙ୍କର ଏକ ପରମୂର୍ତ୍ତ ରୂପ ଅବତାର, ଯିଏକି ଅତିମାନସ ଏକ ନତିମାନସ ନାମକ ଏକ ନୂତନ ଜାତି ଓ ନୂତନ ଜଗତର ଅଭିବ୍ୟକ୍ତି କଥା ଘୋଷଣା କରିବା ପାଇଁ ପୃଥିବୀ ପୃଷ୍ଠରେ ଆବିର୍ଭୂତ ହୋଇଥିଲେ। ତେଣୁ ଅତିମାନସର କଥାଟିକୁ କହିବା ପାଇଁ ପୃଥିବୀକୁ ସେ ଆସିଥିଲେ। ମଣିଷର ଭବିଷ୍ୟତଟିକୁ ସୁନିର୍ଦ୍ଦିଷ୍ଟ କରିବା ପାଇଁ ସେ ଆସିଥିଲେ। ଭବିଷ୍ୟତର ମଣିଷର ରୂପରେଖର ପ୍ରସ୍ତୁତ କରିବା ପାଇଁ ସେ ଆସିଥିଲେ ଏବଂ ମଣିଷକୁ ସେଇ ଦିଗରେ ଚାଳିତ କରି ନେଇଯିବା ପାଇଁ ତାଙ୍କର ଯୋଗ ଜୀବନଟିକୁ ଏବଂ ତାଙ୍କର ଏଇ ଜୀବନଟିକୁ ମଧ୍ୟ ସେ ଉତ୍ସର୍ଗ କରିଥିଲେ। ତାହେଲେ ଯଦି ମୋ ଶିକ୍ଷାବିତ ଶ୍ରୀ ଅରବିନ୍ଦଙ୍କୁ ବିଚାରକୁ ନେଉନାହିଁ, ମହାନ କବି ଶ୍ରୀ ଅରବିନ୍ଦଙ୍କୁ ବିଚାରକୁ ନେଇନାହିଁ, ମହାନ ସଂଗଠକ ସମ୍ପାଦକ, ଜଣେ ବକ୍ତା, ଜଣେ ଏତେ ସୁନ୍ଦର ସୁନିର୍ମଳ ବ୍ୟକ୍ତିତ୍ୱ, ଏ ସବୁ କିଛିକୁ ଯଦି ବି ଆମେ କିଛି ସମୟ ପାଇଁ ଭୁଲିଯିବା, ଖାଲି ଗୋଟିଏ କଥା ଯଦି ମନେ ରଖିବା ଯେ ଶ୍ରୀ ଅରବିନ୍ଦ ଆମକୁ ସାଧନାର ମାର୍ଗ ଦେଖେଇଛନ୍ତି। ମାନବ ଚେତନାରେ ଆମେ ରହିଛନ୍ତି ଏବଂ ମାନବ ଚେତନାଟିକୁ ସେ ଆମ ଆଗରେ ଅତି ସ୍ପଷ୍ଟ ରୂପେ ଖୋଲି ଧରିଛନ୍ତି ଏବଂ ଏହି ମାନବ ଚେତନାରୁ କିଭଳି ଭାବରେ ଏକ ପରାଚେତନା ମଧ୍ୟକୁ ଯାତ୍ରା କରିହେବ ବିବର୍ତ୍ତନର ମାର୍ଗରେ, ସେ କଥାଟିକୁ ମଧ୍ୟ ସ୍ପଷ୍ଟ ରୂପରେ ଆମ ଆଗରେ ବର୍ଣ୍ଣନା କରିଛନ୍ତି। ସେ ଯଦିଓ ଭାରି ଦୁରନ୍ତ, ଭାରି ଦୂରସ୍ଥ ଲାଗନ୍ତି, କିନ୍ତୁ ଜଣେ ଯଦି ଅନୁଭବ କରେ ତାଙ୍କ ଭଳି ଆପଣାର କେହି ଆଉ ନାହାନ୍ତି। ସେ ଆମକୁ ଊର୍ଦ୍ଧ୍ୱକୁ ଉଠିବାର କୌଶଳ ଶିଖାଇଛନ୍ତି। ସେ ଯଦିଓ ଦିବ୍ୟ ଥିଲେ କିନ୍ତୁ ସେ ମାନବାତ୍ମାର ପ୍ରତିନିଧିତ୍ୱ କରିଛନ୍ତି। ଈଶ୍ୱର ହୋଇ ମଧ୍ୟ, ପରମ ହୋଇ ମଧ୍ୟ ଜୀବର ପ୍ରତିନିଧି ହେଇଛନ୍ତି। ଜୀବର ଦୁଃଖଟିକୁ ଅନୁଭବ କରିଛନ୍ତି। ତେଣୁ ମାଙ୍କ ଭାଷାରେ ଯଦି ସେ ଅତିମାନସର ଚେତନାର, ତାହେଲେ ଚେତନାର ତୁଙ୍ଗ ଶିଖରରେ ସେ ପହଞ୍ଚି ସାରିଥିଲେ, ସେଇଠି ଅଧିଷ୍ଠିତ ଥିଲେ। କିନ୍ତୁ ସେଇଠି ଥାଇକି ବି ଏଇ ଜଗତରେ ଜଣେ କବି ହବାରେ, ଜଣେ ଦାର୍ଶନିକ ହବାରେ, ଜଣେ ଶିକ୍ଷକ ହବାରେ, ଜଣେ ଯୋଗୀ ହବାରେ, ଜଣେ ବିପ୍ଳବୀ ହବାର ଭୂମିକାଟିକୁ ମଧ୍ୟ ସେ ନିର୍ବହନ କରିଛନ୍ତି। ଆମେ ଏକଥା କହିବା ନାହିଁ ଯେ ସିଏ ମାନବାତ୍ମାର ପ୍ରତିନିଧି ହେବା ପରେ ମଣିଷର
ସବୁ ଶିଖର ଗୁଡିକ ଅଧିକାର ହେଇଯାଇଛି ବା ମଣିଷ ସବୁ ଶିଖରରେ ପହଞ୍ଚି ସାରିଛି। ସେପରି ନୁହେଁ, କାରଣ ମଣିଷ କୁ ସିନା ରାସ୍ତା ଦେଖାଯାଇଛି କିନ୍ତୁ ମଣିଷ ତ ପହଞ୍ଚି ନାହିଁ, ମଣିଷ ପହଞ୍ଚି ପାରି ନାହିଁ। ଏବେ ମଧ୍ୟ ସେ ବହୁ ପ୍ରକାର ସୀମିତ ଅବସ୍ଥା ମଧ୍ୟରେ ମଣିଷ ଗତି କରୁଛି। ତେଣୁ ସେଇ ସୀମିତତା ଭିତରେ ମଣିଷ ଥିବା ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦଙ୍କର ପ୍ରାସଙ୍ଗିକତା ମଣିଷ ପାଖରେ ରହିଛି। ତେଣୁ ଆଜିର ଆଲୋଚନାର ବି ପ୍ରାସଙ୍ଗିକତା ରହିଛି। ଶ୍ରୀ ଅରବିନ୍ଦଙ୍କର କାର୍ଯ୍ୟଟି କଣ, ଯାହା ଆଜି ମଧ୍ୟ ଆମକୁ ଆବଶ୍ୟକ ଅଛି। ଆମେ ଯଦି କହିବା ସେ ଆସିଥିଲେ, ସେ ତାଙ୍କର କାର୍ଯ୍ୟ କଲେ, ଚାଲିଗଲେ, ସେ ତ ଇତିହାସର ପୃଷ୍ଠା ହେଇଗଲା। ତାକୁ ଆଜି ଉଜାଗର କରିବାର, ତାକୁ ଆଜି ଜାଗ୍ରତ କରିବାର ଆବଶ୍ୟକତା ଏଠି କଣ? ନା, ତାଙ୍କର ଯୋଉ ସଂକଳ୍ପ ଥିଲା ତା ଆଜି ମଧ୍ୟ ପୂର୍ଣ୍ଣ ରୂପରେ ସ୍ୱୀକୃତ ହେଇନାହିଁ। ପୂର୍ଣ୍ଣ ରୂପରେ ତାଙ୍କର କାର୍ଯ୍ୟଟି ସରିନାହିଁ, କାରଣ ସେ ବିବର୍ତ୍ତନର ଧାରାଟିକୁ କହିବା ପାଇଁ ଜଗତକୁ ଆସିଥିଲେ ଏବଂ ସେ ଯେଭଳି ଭାବରେ ପ୍ରସ୍ତୁତ କରି ଯାଇଛନ୍ତି ସେଇ କଥାଟିକୁ ଆଜି ଆମେ ଦେଖୁଛୁ। ଜଣେ କବି ଭାବରେ, ଜଣେ ଦାର୍ଶନିକ ଭାବରେ, ଜଣେ ଶିକ୍ଷାବିତ ଭାବରେ, ଜଣେ ଯୋଗୀ ଭାବରେ, ଜଣେ ବିପ୍ଳବୀ ଭାବରେ ସେ ଭିନ୍ନ ଭିନ୍ନ ଭୂମିକାରେ ନିଜକୁ ଅବତୀର୍ଣ୍ଣ କରିଛନ୍ତି ଏବଂ ଜୀବନକୁ ଏବଂ ସମୂହ ଜୀବନଟାକୁ କିଭଳି ସୁନ୍ଦର କରାଯାଇପାରିବ, ଦିବ୍ୟ କରାଯାଇପାରିବ, ତାର ସୂତ୍ର ଆଉ ତାର ଦୃଷ୍ଟାନ୍ତ ରୂପରେ ସେ ଆମକୁ ଆଗକୁ ଆସିଛନ୍ତି। ଆଉ ମଣିଷ କିଭଳି ଦିବ୍ୟ ଜୀବନ ଲାଭ କରିବ, ମଣିଷର କେମିତି ଗୋଟେ ଦିବ୍ୟ ସମାଜ ପ୍ରତିଷ୍ଠା ହବ, ମଣିଷ କିଭଳି ଭବିଷ୍ୟତରେ ଭାଗବତ ଚେତନାରେ ବଞ୍ଚିବ, ଏଇ ଥିଲା ତାଙ୍କ ଚିନ୍ତା, ଏଇ ଥିଲା ତାଙ୍କ କାର୍ଯ୍ୟ। ମା କହୁଥିଲେ, ଶ୍ରୀ ଅରବିନ୍ଦ's message in immortal sunlight that radiates over the future। ତେଣୁ ଶ୍ରୀ ଅରବିନ୍ଦଙ୍କର ସନ୍ଦେଶଟି ଥିଲା ଗୋଟେ ସୂର୍ଯ୍ୟାଲୋକ ଭଳି, ଯାହା ଭବିଷ୍ୟତକୁ ଉଦ୍ଭାସିତ କରୁଛି। ତାଙ୍କର ଆତ୍ମଜୀବନୀ ଲେଖିଥିବା କବି ଶ୍ରୀନିବାସ ଆୟଙ୍ଗର ଗୋଟେ ସୁନ୍ଦର ଜାଗାରେ ଲେଖିଛନ୍ତି, ସେ ହେଉଛନ୍ତି ବତୀଘର। ଶ୍ରୀ ଅରବିନ୍ଦ ଇଜ ଏ ଲାଇଟ୍ ହାଉସ୍। ଯେମିତି ସାଗରରେ ସବୁ ଅନ୍ଧାରରେ ଯୋଉ ଜାହାଜ ଗୁଡିକ ଯାତାୟାତ କରନ୍ତି, ସେମାନଙ୍କ ପାଇଁ ବତୀଘର ହେଉଛି ଗୋଟେ ବଡ ଅବଲମ୍ବନ ତାଙ୍କୁ ଗତି କରିବା ପାଇଁ। ସେମିତି ମଣିଷ ଆଜି ଯୋଉ ଦିଗରେ ଗତି କରୁନା କାହିଁକି, ସବୁ ଦିଗରେ ଶ୍ରୀ ଅରବିନ୍ଦଙ୍କର ଆଲୋକ ଆବଶ୍ୟକ ପଡିବ। ଆପଣ କବି ହେଲେ ସେ ଲୋଡ଼ା ପଡିବେ, ଆପଣ ଦାର୍ଶନିକ ହେଲେ ସେ ଲୋଡ଼ା ପଡିବେ, ଆପଣ ଶିକ୍ଷକ ହେଲେ ବି ସେ ଦରକାର ହେବେ, ଯୋଗ କଲେ ବି ସେ ଦରକାର ପଡିବେ, ଆପଣ ବିପ୍ଳବ କଲେ ବି ଆପଣ ସେ ଦରକାର ପଡିବେ। କାରଣ ତାଙ୍କର ଯୋଉ ତତ୍ତ୍ୱ ରହିଛି, ତାଙ୍କର ଯୋଉ ଦର୍ଶନ ରହିଛି, ତାଙ୍କର ଯୋଉ ଅନୁଭୂତି ରହିଛି, ସେ ଗୋଟେ ମଣିଷର ଦିଶାରୀ ଭୂମିକାକୁ ଚାଲି ଯାଇଛନ୍ତି। ଗୋଟେ ଦିଶାରୀ ପରି ସେ କାର୍ଯ୍ୟ କରିଛନ୍ତି, ଯେଭଳି ଦିଶାରୀ ମାର୍ଗଦର୍ଶନ କରନ୍ତି, ଯେଭଳି ଦିଶାରୀ ଭବିଷ୍ୟତର କଥା କହନ୍ତି, ଯେଭଳି ଦିଶାରୀ ମଣିଷର ଦୁର୍ଭାଗ୍ୟ ପାଇଁ ଆସୁଥିବା ଦୁର୍ଭାଗ୍ୟକୁ ସତର୍କ କରାଇ ଦିଅନ୍ତି ଏବଂ ତାକୁ ଉଚିତ ମାର୍ଗରେ ଚାଲିବାର ଏକ ପ୍ରେରଣା ଦିଅନ୍ତି। ତ ସେଇଭଳି କାର୍ଯ୍ୟଟି ପ୍ରଭୁ କରିପାରିଛନ୍ତି। ଇଏ ତ ଥିଲା ପରମାର୍ଥର ସ୍ତର, ଦିବ୍ୟ ସ୍ତର। କିନ୍ତୁ ଯଦି ଭୌତିକ ସ୍ତରକୁ ଆସିବା, ତାହେଲେ ତାଙ୍କ କାର୍ଯ୍ୟ ଅତୁଳନୀୟ। ପୂର୍ଣ୍ଣ ଯୋଗ ଯୋଉ ଭାବରେ ଏଠି ପ୍ରତିଷ୍ଠିତ ହେଇଛି, ଅତିମାନସ ସିଦ୍ଧି ଗୁଡିକ ଯୋଉ ପାଟରେ ପ୍ରତିଷ୍ଠିତ ହେଇଛି, ସେଇଟା ବ୍ୟକ୍ତି ପାଇଁ ତ ଅନନ୍ୟ, ସମାଜ ପାଇଁ ଆହୁରି ଅନନ୍ୟ। ସମୂହ ଜୀବନଟିକୁ କିଭଳି ଭାବରେ ଆହୁରି ଅଧିକ ସମ୍ଭ୍ରାନ୍ତ, ଅଧିକ ଦିବ୍ୟ, ଅଧିକ ଜାଜ୍ୱଲ୍ୟମାନ କରିହେବ, ସେଇ ଚେଷ୍ଟାଟି ତ ସେ କରିଛନ୍ତି।
ଆଉ एकथा से जानिथिले समाज वर्तमान जो स्तर रे रहिछि सेटा परिवर्तन करिया असंभव। तेणु मनीष गोटे समाज गढ़ी तार समष्टिगत चेतना को नहीं। तेणु समष्टिगत चेतनार गोटे रुद्ध द्वार अच्छी, गोटे रुद्ध कबाट अच्छी, बंद होता कबाट। से कबाट एत सहजरे खुले ना, एत सहजरे खुले ना। से रुद्ध द्वार को खोलीदेवार विराट कार्यटी अतिमानस चेतना करेंगे। अतिमानस चेतना होचंती रूपांतरकारिणी चेतना बा शक्ति। तेणु जदि तांकु अतिमानस चेतना रूपांतरकारिणी शक्तिर अवतरण करा जाए ताहले समष्टिगत चेतनार रुद्ध द्वारटी खोली जाए। यह सृष्टि को गोटे समष्टिगत चेतनार बा यह सृष्टि को तांकर दिव्यतार अभिमुखे, तांक अमरत्वर अभिमुखे, तांक शाश्वततार अभिमुखे नहीं जावाई। कारण से कहते यहीटा ही समाजर कल्याण, यहीटा ही व्यक्तिर कल्याण। तेणु समाजर जो चेतना रही से भी गोटे समुद्र भली। सेठी हुए तो आसुरिक लोक माने रहिछंती, हुए तो सेमानंकर जो संग्राम फल रे अज्ञान अंधकार मिथ्याचार उत्कट गरल पान करी ये समाज बंचुछि हे पारे। एवं जेतेबेले एई भली गोटे गरल एई भली विष समग्र समाज रे मनीष पाखरे दिसुछि, सेठी श्री अरविंद गोटे नीलकंठर भूमिका नहीं। स्वयं शिवंकर भूमिका नहीं, निजे से सर्प को धारण करिछंती, से विष को निजे पान करिछंती, होइछंती नीलकंठ। से होइछंती विश्ववेदन। मनीषर सकल समस्यार समाधान भावरे से जो अतिमानसर अमृत लाभ करिछंती, से अमृत पान रे किभली मानव जीवन रे दिव्य जीवन रे परिणत हो, सकल भयर मुक्त हो, सकल मिथ्यार मुक्त हो, सकल अज्ञानतार मुक्त हो, सकल मृत्युर मुक्त हो। एवं यही मुक्ति फल से सत्यर मुक्ति आड़ को जीव, आलोकर मुक्ति आड़ को जीव, ज्ञानर मुक्ति आड़ को जीव, प्रेमर मुक्ति आड़ को जीव एवं शेष अमरत्व मध्य लाभ करिव। यही कथाटी को प्रकृत रे कलना करिवा, ताको भाबी परिवा हम पई एते सहज नुहे। आउ तांकर जो संकल्प रही ए दिगरे सेटा तपस्या भितर आसीथिला। जो संकल्पटी तपस्या भितर आसी थाए से संकल्प केबे निष्फल हुए ना। जगतर कल्याण पाई से निजको तिल तिल करी आत्माहुति देइछंती। एवं यही कथाटी बारंबार प्रमाणित करुछि जे दिने एक सुदिन आसीबो जो दिन तांकर जो संकल्प रही जे अंधकार आलोक रूपांतरित हम, पृथ्वी रे भगवान राजत्व प्रतिष्ठा हम, से कथा संभव हो। तेणु पृथ्वी रे भगवान राजत्व प्रतिष्ठा करने से आसीथिले। ये थिला तांको कार्य। 1950 मसीहा डिसेम्बर 8 तारिख श्री अरविंदंकर देहावसान 3 दिन बीती जाइछि। एई स्थूल तनुर, एई जन्मर, एई रूपर, एई नामर मां लिखुचंती श्री अरविंद तांको निज शरीर संबंध रे जो सिद्धांत ग्रहण करिसंती सेति पई बहु भाव रे एई पृथ्वी दायी। कारण हाँ जो कार्यटी को संपन्न करिया पई प्रभु आसीथिले से कार्य रे
ତାଙ୍କ ଜୀବଦ୍ଦଶାରେ ବହୁ ସଫଳତା ମିଳିଛି ବୋଲି କୁହାଯାଇ ପାରିବ ନାହିଁ। ତାଙ୍କରି ଉପସ୍ଥିତିରେ ମଣିଷ ନିଜେ ନିଜକୁ ଧ୍ୱଂସ କରିଦେବା ପାଇଁ ଦୁଇଟି ବିଶ୍ୱଯୁଦ୍ଧ ଲଢିଲା। ମଣିଷର ଅହଙ୍କାର ଏତେ ଆଗରେ ଥିଲା, ସେ ମଧ୍ୟ ଅତି ଚିନ୍ତାର କାରଣ। ଆଉ କାହିଁକି ପୃଥିବୀ ଦାୟୀ? ନା ମନୁଷ୍ୟ ପାଖରେ ଗ୍ରହଣଶୀଳତାର ଅଭାବ ସେଦିନ ବି ଥିଲା, ଆଉ ଗ୍ରହଣଶୀଳତାର ଅଭାବ ଆଜି ମଧ୍ୟ ରହିଛି। କିନ୍ତୁ ଗୋଟିଏ କଥା ନିଶ୍ଚିତ ବୋଲି ମା କହୁଛନ୍ତି ଯେ ଭୌତିକ ସ୍ତରରେ ଯାହା ଘଟିଛି ତାଙ୍କର ଶିକ୍ଷାର ସତ୍ୟକୁ ତାହା ବ୍ୟାହତ କରୁନାହିଁ। ସେ ଯାହା ସବୁ କହିଛନ୍ତି ତାହା ସମ୍ପୂର୍ଣ୍ଣ ରୂପରେ ସତ୍ୟ, ସତ୍ୟ ହୋଇ ରହିଥିଲା, ସତ୍ୟ ହୋଇ ରହିବ, ସତ୍ୟ ହୋଇ ରହିଛି। ସମୟର ଘଟଣା ସ୍ରୋତ ତାକୁ ବ୍ୟାପକ ଭାବରେ ମାତ୍ର ପ୍ରମାଣିତ କରି ଚାଲିବ। ତେଣୁ ମାଙ୍କର ଲେଖାକୁ ଆଧାର କରି ଶ୍ରୀ ଅରବିନ୍ଦଙ୍କର କାର୍ଯ୍ୟ ସମ୍ପର୍କରେ, ତାଙ୍କ ଅବଦାନ ସମ୍ପର୍କରେ, ତାଙ୍କ ଜୀବନ ସମ୍ପର୍କରେ, ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ, ତାଙ୍କର ମହିମା ସମ୍ପର୍କରେ ଆମେ ଅଳ୍ପ କିଛି ଆଲୋଚନା କଲେ। ତେଣୁ କରୁଣାମୟୀ ମାଙ୍କ ପାଖରେ ଅସୀମ କୃତଜ୍ଞତା ଜ୍ଞାପନ କରୁଛି, ପ୍ରଭୁଙ୍କ ପାଖରେ ଅସୀମ କୃତଜ୍ଞତା ଜ୍ଞାପନ କରୁଛି। ଆପଣମାନଙ୍କୁ ମଧ୍ୟ ଅନେକ ଶୁଭେଚ୍ଛା। ବନ୍ଦେ ମାତରମ୍। ବହୁତ ସୁନ୍ଦର ଆଲୋଚନା ଭାଇ, ବହୁତ ବହୁତ ଧନ୍ୟବାଦ। 1 ମିନିଟ ନାମ ଜପ ସହିତ ଆଜି ପାଠ୍ୟକ୍ରମକୁ ସାଙ୍ଗ କରିବା। ମା 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 ma 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 ma